जय जगन्नाथ पिलामाने आपण मानक आम चैनल को स्वागत। आज आम क्लास 3 साइंस चैप्टर 1 परिवार एवं बंधु बांधव पाठर समस्त प्रश्न और उत्तर सरल भाव में पढ़ा। तेणु भिडटी को शेष पर्यंत निश्चित देखंतु। चलंतु आरंभ करवा। तो प्रथम प्रश्न कौन देछि पिले, तो स्नेहर परिवार रे क्यों माने अछंती। तो स्नेहर परिवार रे बापा माँ जेजे बापा जेजे माँ भाई भौणी ये सब व्यक्ति माने स्नेहार परिवार रे थिले। द्वितीय प्रश्न कौन देछि पिले, झिपी झिपी वर्षा होउथिले तुमको कौन करबाको भल लागिଥାଏ। तो तुमको पिले जेतेबेले वर्षा हुए सेतेबेले तुमको कौन करबाको भल लागे। तो देखिथिबो जे छोट छुआ माने कौन कागजर डंगा बनेकी सेई झिपी झिपी वर्षा रे पानी रे भसेबाको भल पाआंती ना। तृतीय प्रश्न कौन देला पिले, वर्षा हेले तुम परिवारर सदस्य माने कौन करंती। तो वर्षा हेले आम परिवार सदस्य माने कौन गरम चा पियंती। आउ चा संगे कौन देखिथिबो पकुड़ी खाआंती ना, पकुड़ी गरम गरम पकुड़ी। चतुर्थ प्रश्न देछि पिले देख, वर्षा को नहीं गोटे गीतटीए गाओ किंबा छोट गपटीए कह। तो पिले तुमे जदि गीत जानिଛ गीत गाइब, तो मते तो गीत आसेनी ठीक से, मु गोटे गप कहूछि। दिने झिपी झिपी जेतेबेले वर्षा होउतिला मु मो सांग मानक सहित कागजर डंगा तैयारी करी पानी रे भसाइली। आउ ସେଥିରେ ମତେ ବହୁତ ଖୁସି ଲାଗୁଥିଲା। ଆଉ ଜାଣିଥିବ ବିଲେ ଯେତେବେଳେ ବର୍ଷା ହୁଏ ଆମେ ଖୁସିରେ ତ କାଗଜ ଡଙ୍ଗା ଭସାଇ ଥାଉ, କିନ୍ତୁ କାଗଜ ଡଙ୍ଗା ପାଣିରେ ଭାସିଲା ବେଳେ ସେ ସିଧା ଭାସି ନ ଯାଇ ଓଲଟି ପଡେ କେବେ, ତ କେବେ ପାଣିରେ ଓଦା ହୋଇକି ସେଇ କାଗଜଟି ନଷ୍ଟ ହୋଇଯାଏ। ତ ଏଥିରୁ ଆମକୁ ଆହୁରି ଖୁସି ମିଳିଥାଏ ନା ବିଲେ। ତ ନେକ୍ସଟ ଦେଖିବା ବିଲେ, ନେକ୍ସଟ ଆମକୁ ଦେଲା ନାଁ ଗୁଡ଼ିକ କହିବା, ସାରଣୀ ପୂରଣ କରିବା ଆଉ ତୁମେ ତାଙ୍କୁ କଣ ବୋଲିକି କହିଥାଅ। ଯେମିତିକି ଉର୍ମିଳା ହେଉଛି ତୁମ ମାଙ୍କ ଭଉଣୀ, ତ ତୁମ ମାଙ୍କ ଭଉଣୀକୁ ତୁମେ କଣ କହିବ, ମାଉସୀ କହିବ ନା। ରମେଶର ବାପା, ରମେଶର କଣ ବାପା। ଆଉ ରମେଶ ତୁମର ଯଦି ଭାଇ ହୋଇଥିବ ତ ତୁମେ ତାକୁ କଣ କହିବ, ବାପା କହିବ। ଏଠାରେ ରମେଶ ତା ବାପାକୁ କଣ କହିବ, ବାପା କହିବ। ସୁନିତା ତା ମାକୁ, ତୁମ ସହିତ ସମ୍ପର୍କ, ସୁନିତାର ସମ୍ପର୍କ ହେଲା ମା ସହିତ ମା, ତ ତୁମେ ତାଙ୍କୁ କଣ ଡାକିବ, ମାକୁ ମା ଡାକିବ। ରଘୁନାଥ ବାପାଙ୍କର ବାପାକୁ କଣ ଡାକିବ, ତ ଏଠାରେ ବାପାଙ୍କର ବାପାକୁ ଆମେ କଣ କହିବା, ଜେଜେ କହୁ କିମ୍ବା ଜେଜେ ବାପା କହିଥାଉ, ତୁମେ ଯାହା କହ ପିଲେ। କମଳା ତା ବାପାଙ୍କ ମାଙ୍କୁ କଣ କହିବ, ବାପାଙ୍କ ମାଙ୍କୁ ଆମେ ଜେଜେମା କହିବା। ସୁରେଶ ବାପାଙ୍କର ଭାଇ, ଏନେ ଆମେ ଦାଦା କାକା କିମ୍ବା ଚାଚା କହିପାରିବା। ଯଦି ବଡ଼ ଅଛନ୍ତି ତବେ ଆମେ ବଡ଼ ବାପା, ଆଉ ଛୋଟ ଅଛନ୍ତି ତ ଆମେ ସାନ ବାପା ବି ମଧ୍ୟ କହିପାରିବା। ଗୀତା ବାପାଙ୍କର ଭଉଣୀକୁ ପିଉସୀ କହିବା ନା। ସେଇଭଳି ଅଜୟ ତା ମାଙ୍କ ଭାଇକୁ କଣ କୁହ, ମାମୁଁ। ନେକ୍ସଟ ଦେଖ ପିଲେ ପ୍ରଶ୍ନ କଣ ଦେଇଛି, ତୁମେ ତୁମେ ତୁମ ପରିବାରର କୌଣସି ସଦସ୍ୟଙ୍କ ଠାରୁ କିଛି ଶିଖୁଛ କି। ତ ଆମେ ପିଲେ ଆମ ପରିବାରଙ୍କ ସଦସ୍ୟ ଠାରୁ କିଛି ନା କିଛି ଶିଖିଥାଉ ନା। ଯେମିତି କି ମୁଁ ମୋ ପରିବାର ଠାରୁ ସଦସ୍ୟଙ୍କ ଠାରୁ ଅନେକ କଥା ଗୁଡ଼ିକ ଶିଖୁଛୁ। ଭଲ ବ୍ୟବହାର ଗୁଡ଼ିକ ଶିଖୁଛୁ, ଅନ୍ୟମାନଙ୍କୁ କିପରି ସମ୍ମାନ ଦେବା ତାହା ଶିଖୁଛୁ। ତୁମେ କାହାଠାରୁ କଣ ଶିଖୁଛ, ମୁଁ ମୋ ମାଙ୍କ ଠାରୁ ଯେମିତିକି ଭଲ ଅଭ୍ୟାସ ଗୁଡ଼ିକ, ବାପାଙ୍କ ଠାରୁ ଆମେ କିପରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସେଇ ସବୁ ଆମକୁ ବାପା ଶିଖାନ୍ତି। ମା କିପରି ସବୁବେଳେ ଭଲରେ ରହିବ, ଭଲ ଅଭ୍ୟାସ ଗୁଡ଼ିକ ଶିଖାଇଥାନ୍ତି। ତ ପିଲାମାନେ ଯଦି ଭିଡ଼ିଓଟି ଭଲ ଲାଗୁଛି ତ ଭିଡ଼ିଓଟିକୁ ଲାଇକ୍ କରିଦିଅ ପିଲେ, ଲାଇକ୍। ଆଉ ଏହିଭଳି ଉତ୍ତରଟି କଣ କର, ନିଜ ଖାତା ବାହାର କରିକି ଲେଖିନିଅ, ଯାହା ଫଳରେ ଏଇ ସବୁ ନୋଟ୍ସ ତୁମର ମନେ ରହିଯିବ। ଆଉ ଯେଉଁମାନେ এই ଭିଡ଼ିଓରେ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଛନ୍ତି ତ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅ ପିଲେ, ତ ପରବର୍ତ୍ତୀ ସମସ୍ତ ଭିଡ଼ିଓ ଗୁଡ଼ିକ ତୁମେ ପାଇପାରିବ। ନେକ୍ସଟ କଣ ଦେଇଛି ପିଲେ ଆମକୁ, ତୁମ ଠାରୁ କେହି କିଛି ଶିଖିଛନ୍ତି କି।
ତ ତୁମେ ତୁମର ମଧ୍ୟ କଣ ତୁମର ମଧ୍ୟ ଛୋଟ ଭାଇ ଭଉଣୀ ଥିବେ ନା, ତ ତୁମେ କଣ କରିବ? ନିଜ ଭାଇ ଭଉଣୀକୁ ପାଠ ପଢେଇବ, ତ ପାଠ ପଢା ଶିଖେଇ ପାରିବ ନା, ତାକୁ ସ୍ନେହ କିପରି କରିବ ସ୍ନେହ ଶିଖେଇ ପାରିବ। ତୁମେ ତୁମ ପରିବାରକୁ କିପରି ସାହାଯ୍ୟ କରିବ? ତ ମାଙ୍କୁ ଘର ସଫାରେ ସାହାଯ୍ୟ କରିପାରିବା, କିମ୍ବା ଛୋଟ ବଡ କାମରେ ଆମେ ସାହାଯ୍ୟ କରିପାରିବା। ବୟସ୍କ ସଦସ୍ୟ କିମ୍ବା ଛୋଟ ପିଲା ଅସୁସ୍ଥ ହେଲେ ତୁମେ କିପରି ସାହାଯ୍ୟ କର? ତମେ ତାକୁ କଣ କରିବା? ତାର ସ୍ୱାସ୍ଥ୍ୟର ଯତ୍ନ ନେବା ଏବଂ ତାକୁ ଔଷଧ ଦେବା, ପାଣି ଦେବା, ତାର ଭଲ ମନ୍ଦ ବୁଝିବା। ନେକ୍ସଟ ପିଲା ଦେଖିବା, ତୁମ ପରିବାରରେ ସବୁଠାରୁ ବୟସ୍କ କିଏ? ତ ପରିବାର ସବୁଠାରୁ ବୟସ୍କ କିଏ? ଜେଜେବାପା ଥାନ୍ତି। ତୁମ ପରିବାର ସବୁଠାରୁ ସାନ କିଏ? ତ ଏବେ କହୁଥିଲା ଯେ ସ୍ନେହାର କଥା କହୁଥିଲା। ତ ସ୍ନେହା କଣ? ତା ଭଉଣୀକୁ, ସାନ ଭଉଣୀକୁ ପାଠ ପଢଉଥିଲା। ତ ଏଠାରେ ସାନ କିଏ ଅଛି? ସାନ ଭଉଣୀ। ତୁମ ପରିବାର କିଏ ସମସ୍ତଙ୍କୁ ଅଧିକାଂଶ ସମୟରେ ସାହାଯ୍ୟ କରନ୍ତି? ତ ମା ସମସ୍ତଙ୍କୁ ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିଥାନ୍ତି। କିଛି ସଦସ୍ୟ ତୁମ ପରିବାର ରହିଲେ କିନ୍ତୁ ତୁମ ସହିତ ରୁହନ୍ତି ନାହିଁ, ଯେମିତି କି ମାଉସୀ, ମାମୁଁ ଆମ ପରିବାରର କିନ୍ତୁ ଆମ ସହିତ ରହିବେ ନାହିଁ ନା। ସେମାନେ କେଉଁଠାରେ ରହନ୍ତି? ସେମାନେ ଅନ୍ୟ ଗାଁରେ ରହିବେ। ଇଏ ହଉଛି ମା ର ସମ୍ପର୍କ ଦୁଇଟି। ତ ମାମୁଁ ଆଉ ମାଉସୀ ତ ତୁମ ଘରେ ରହିବେ କି? ମା ତ ବାହା ହେଇକି ପଳେଇ ଆସିଲେ। ଏବେ ଦେଖିବା ଯେ ଘରେ କିମ୍ବା ତୁମ ଘର ପାଖରେ ତୁମ ସହିତ ଖେଳୁଥିବା ସାଙ୍ଗ ମାନଙ୍କର ନାଁ ଲେଖ। ତ ତୁମେ ପିଲା ତୁମ ସାଙ୍ଗ ମାନଙ୍କ ନାଁ ଲେଖି ନେବ। ଯେମିତି କି ମୁଁ ଏଠାରେ ଲେଖିଛି ରାହୁଲ, ରାକେଶ, ସୋନାଲି, ପ୍ରିୟା, ଏଇଭଳି ନାଁ ଗୁଡିକ। ତ ନେକ୍ସଟ ଦେଖେଇବା ପିଲେ, ତୁମ ଘରକୁ ଆସୁଥିବା ସମ୍ପର୍କୀୟ ମାନଙ୍କର ନାଁ ଲେଖ ପିଲେ, ତୁମ ଘରକୁ। ତ ଏ ବିଷୟରେ ତମେ ପୂର୍ବରୁ ଗୋଟେ ସାରଣୀ ଦେଖିଥିଲା ନା, ଯେମିତି ଉର୍ମିଳା ମାଙ୍କର ଭଉଣୀକୁ ମାଉସୀ କହିବ, ଅଜୟ ମାଙ୍କର ଭାଇକୁ କଣ ମାମୁଁ କହିବ, ଗୀତା ବାପାଙ୍କର ଭଉଣୀକୁ ପିଉସୀ କହିବ, ସୁରେଶ ତା ବାପାର ଭାଇକୁ କଣ କହିବ? ଦାଦା କହିବ ବା କାକା କହିବ। ତୁମ ପରିବାରରେ କିଏ କେଉଁ କାମ କରନ୍ତି ପିଲେ? ଯେମିତି କି ମୋ ପରିବାରରେ ମୋ ବାପା ଚାକିରୀ କରନ୍ତି କିମ୍ବା ଚାଷ କରନ୍ତି କିମ୍ବା ଗାଡି ଚଲାନ୍ତି, ଡ୍ରାଇଭର ଅଛନ୍ତି। ତ ତୁମ ବାପା ଯାହା ବି କରୁଛନ୍ତି ତୁମେ ତାହା ଲେଖିବ ପିଲେ। ମା ମା ତ ଅଧିକାଂଶ ଘରେ ଘରୋଇ ହାଉସ ୱାଇଫ ଥାନ୍ତି ନା, ଘର କାମ କରନ୍ତି। ତ ତୁମ ମା ଯଦି ଚାକିରୀ କରୁଥିବେ ତୁମେ ଚାକିରୀ ବି ଲେଖିପାରିବ। ଜେଜେବାପା ଜେଜେବାପା ହଉଛନ୍ତି ଘରର ପରାମର୍ଶଦାତା, ସମସ୍ତଙ୍କୁ ପରାମର୍ଶ ଦେବେ। ଜେଜେମା ଘରର ଯତ୍ନ ନେବେ। ଆଉ ତୁମେ କଣ କରିବ? ତୁମର କାମ ହେଲା ଯେ ପାଠ ପଢିବ। ଆଉ ଯଦି ତୁମ ଦ୍ଵାରା ହେଇପାରୁଛି ଘର କିଛି କାମ ଥିବେ, ତୁମେ ଘରର କାମରେ ମଧ୍ୟ ସାହାଯ୍ୟ କରିପାରିବ। ତ ଏବେ କାର୍ଯ୍ୟ ଦେଖିବା, ରୋଷେଇ କିଏ କରନ୍ତି ପିଲେ? କିଏ କେଉଁ କାମ କରନ୍ତି? ରୋଷେଇ ମା କରିବେ। ଗଛରେ ପାଣି ଦେବା ବାପା ଦିଅନ୍ତି। ଘର ଜିନିଷ ମରାମତି ବାପା କରିବେ। ସିଲେଇଟା ମା କରନ୍ତି। ଘର ସଫା କରନ୍ତି ମା। ବଜାରରୁ ଜିନିଷ କିଣି ଆଣିବାରେ କିଏ ସାହାଯ୍ୟ କରନ୍ତି? ବାପା। ଆଉ ଅନ୍ୟାନ୍ୟ କାର୍ଯ୍ୟ ଯେପରି କି ପାଠ ପଢାରେ ସାହାଯ୍ୟ କରନ୍ତି, ବାପା ମା ଉଭୟ ସାହାଯ୍ୟ କରନ୍ତି। ପରିବାରର ଯତ୍ନ କିଏ ନେବେ? ଜେଜେ ବାପା ନେବେ। ଘରକୁ ସାଜସଜ୍ଜା ଠିକ ସେ ସଜାଇବେ ମା। ଏବଂ ଛୋଟ ପିଲାମାନଙ୍କ ଯତ୍ନ କିଏ ନିଅନ୍ତି? ଦେଖିଥିବ ଅଧିକାଂଶ ଘରେ ଜେଜେବାପା ଜେଜେମା ଛୋଟ ପିଲାମାନଙ୍କର ଯତ୍ନ ନିଅନ୍ତି। ଏବେ ଆମେ ଜାଣିବା ଯେ ପରିବାରର ସଦସ୍ୟ ମାନେ ପରସ୍ପରକୁ କିପରି ଭଲ ପାଆନ୍ତି ଏବଂ ଯତ୍ନ ନିଅନ୍ତି। ତ ପରିବାରର ସଦସ୍ୟ ମାନେ ପରସ୍ପରକୁ ଭଲ ପାଆନ୍ତି ଏବଂ ସାହାଯ୍ୟ କରନ୍ତି, ଦୁଃଖ ସୁଖରେ ସାଥୀ ହୁଅନ୍ତି ଏବଂ ଅସୁସ୍ଥ ହେଲେ କଣ ଯତ୍ନ ବି ନିଅନ୍ତି। ତୁମେ ତୁମ ସାଙ୍ଗ ମାନଙ୍କ ସହିତ କେଉଁ ଖେଳ ଗୁଡିକ ଖେଳିବ ପିଲେ? ତ ମୁଁ ମୋ ସାଙ୍ଗ ମାନଙ୍କ ସହିତ ଫୁଟବଲ, କ୍ରିକେଟ, ଲୁଚକାଳି, ଏଇଭଳି ଦୌଡା ଦୌଡି ଖେଳ ଖେଳିବି। ତୁମକୁ ଯେଉଁ ପସନ୍ଦ ଖେଳ ଗୁଡିକ ପସନ୍ଦ ପିଲେ, ତୁମେ ତୁମ ଅନୁସାରେ ଖେଳ ଗୁଡିକ ଲେଖିବ। ତ ଏଠାରେ ମତେ ଯେଉଁ ଖେଳ ଗୁଡିକ ଛୋଟବେଳେ ପସନ୍ଦ ଲାଗୁଥିଲା, ମୁଁ ସେଇ ଖେଳ ଗୁଡିକ କହିଦଉଛି। ଏବେ ଆମକୁ ଦେଇଛି ଯେ ଚିତ୍ର ଅଙ୍କନ କର। ତୁମେ ତୁମ ପରିବାର ସହିତ ମିଶି ଉପଭୋଗ କରୁଥିବା କିଛି ଖୁସି ସମୟର ଚିତ୍ର। ତ ଏଠାରେ ପିଲେ ତୁମେ ଯେଉଁ ମୁହୂର୍ତ୍ତରେ ତୁମେ ଖୁସି ଥାଅ, ଯେମିତି କି ପରିବାର ସହିତ ପିକନିକ ଯାଇଛ
किंबा एकाठी खेलुथिबा किंबा विभिन्न पर्व पर्वाणी पालन करुथिबा किंबा कोनोसी बाहाघरर दृश्य एइभଳି गोटे दृश्य तुम बही रे चित्र करनब पिले सुंदर भाव चित्र अंकन कर जहाँकि तुमको मध्य खुशी लगुव आ चित्र को देखिले अन्य माने मध्य खुशी होउथिबे कहउथिबे वाह केते सुंदर चित्र करिछि। नेक्स्ट देखिबा बिले तो तुम परिवार वयस्क मान तुम कौन शिखुच तमे मु मो परिवार वयस्क मान भल आचरण श्रृंखला परिश्रम सत्यवादिता एवं अन्य मानक किपरि सम्मान दिया जीवो सब मु शिक्षा करूची। तो आम परिवार सदस्य मान प्रति आमर भल पाइबा एवं जत्न को किपरि प्रदर्शन करबा बिले तो आमे आम परिवार सदस्य मानकर कौन करबा सम्मान करबा सेमानंकु साहाय्य करबा भल भाबरे तांको सहित कथा हेबा असुस्थ समय रे तांको पाख पाखे रहिबा एवं तांकर जत्न नेबा तांको आमर भल पाइबा देबा एभली आमर जत्न को प्रदर्शन करि परिबा ना पिले। नेक्स्ट कहिছে ଆମକୁ ଆମେ ଆମ ପରିବାରର ସଦସ୍ୟ ବ୍ୟତୀତ ଅନେକଙ୍କର ଯତ୍ନ ମଧ୍ୟ ନେଇଥାଉ ଆଉ ସେମାନେ କିଏ ଆମେ ସେମାନଙ୍କର ଯତ୍ନ କିପରି ନେଇଥାଉ तो जेमिति कि आमर सांग किंबा पड़ोसी शिक्षक वृद्ध लोक पशुपक्षी मानकर आमे जत्न नहीं थाउ आमे सेमानंकु साहाय्य करिबा सम्मान देबा खाद्य पानी देबा आवश्यक समय रे तांको साहाय्य करिबा धरा जो तुम सांग गोटे बाटरे आसुची पड़ी गला तो तुमे ताको छाड़ी के पळे आसीबो तो तांको साहाय्य करिबो घर को आनिबो किंबा पाखरे जदि मेडिकल थिबो मेडिकल को नेबा पशुपक्षी मानंकु जदि भोकर अछंती तांको खाद्य जोगाई देबा वृद्ध लोक मानंकु आमे साहाय्य करिबा शिक्षकों को सम्मान देबा वृद्ध लोक को कोन रास्ता जतबे जावंतांती रास्ता पारी कराई देबा एभली भाव आमे अनेक किछि जत्न नै पारिबा पिले हम परिवार सदस्य व्यतीत अन्य मानकर। नेक्स्ट कोन देछि पिले खोज एवं गोल कर निम्न रे प्रदत्त परे खेल संपर्कित पांचटी शब्द को गोल कर एवं गोटे उदाहरण दिया जाइछि पिले तो एथिरे हमको जेमिति दिया जाइछि खेलना पिले खेलनाटा दिया जाइछि तो सेही भलिया आमे आउ कोन करि परिबा पिले एठी देखो लूडो लेखा आइछि ना लूडो खेली परिबा आउ कोन खेली परिबा पिले क्रिकेट खेली परिबा क्रिकेट व्यतीत आउ कोन खेली परिबा देखो पिले भलो से चिन्हि नियो तो पिले आउ कोन करि परिबा नोटू खेली परिबा कोन खेली परिबा नोटू तो पिले तुमको जेतिके मिली जाउची तुमे सेतिके लिखि पारो एई खेल समय में खेली परिबा। नेक्स्ट तो पिले एतिके थिला तो पिला माने जदि भिडियोटी तुमको भल लागिची तेबे लाइक करो शेयर करो एवं आम चैनल को सब्सक्राइब करी पाखरे थिबा बेल आइकन को दबाई दियंतु जहा फल रे मोर समस्त वीडियो तुम पाखरे पहुंची जिवो। तो परवर्ती वीडियो रे पुणी थरे देखा हबा पिला माने से पर्यंत धन्यवाद जय जगन्नाथ।